ଜୟ ଶ୍ରୀରାମ। ବଡ ଲୋକଙ୍କ ସାଙ୍ଗରେ ସମ୍ପର୍କ ଲଗେଇବା ଆଗରୁ 10 ଥର ଭାବିକି ସମ୍ପର୍କ ଲଗେଇଲେ। ଜଣେ ରାଜା ଥିଲେ, ସେ ରାଜା କେବେ ହସନ୍ତି ନାହିଁ। ଦିନେ ସେ ରାଜ୍ୟରେ ଘୋଷଣା କଲେ ଯେ ମତେ ଯିଏ ହସେଇବ ମୁଁ ତାକୁ ଅଧା ରାଜ୍ୟ ଦେଇଦେବି। ସେଠୁ ବହୁତ ଲୋକ ଚେଷ୍ଟା କଲେ, ସମସ୍ତେ ଫେଲ ହେଇଲେ। ଏଇ କାହାରି କଥାରେ ରାଜା ହସୁନାହାନ୍ତି। କଣ କରେ, ଜଣେ ଲୋକ ଆସିକି ରାଜା କାନ ପାଖରେ କଣ ବିପଦ କଥା କହିଦେଲା, ରାଜା ଆଗରେ ହସି ହସି ଗଡିଗଲେ। ସେଠୁ ମନ୍ତ୍ରୀ ମାନେ କହିଲେ ଠିକ ଅଛି, ରାଜା ତ କହିଛନ୍ତି ତମେ ଯାଅ, କାଲି ଆସିଲେ ରାଜ୍ୟରୁ ଅଧା ତମେ ନବ। ଇଏ ସେଠୁ ଗଲା ତା ଘରକୁ, କହିଲା ତା ସ୍ତ୍ରୀ ପିଲା ଛୁଆଙ୍କୁ କହିଲା କାଲିଠୁ ଆମେ ବଡ ଲୋକ ହେଇଯିବା। ସେଠୁ ସିଏ କଣ କଲା, ତାପରେ ସକାଳ ସହିତ ରାଜଦରବାରରେ ପହଞ୍ଚି ରାଜା କହିଲେ ତମେ କିଏ, କୁଆଡେ ଆଇଛ? ନା ମତେ ବା ଆପଣ କହିଥିଲେ ଅଧା ରାଜ୍ୟ ଦେବା ପାଇଁ। କହିଲେ ତତେ କିଏ କହିଥିଲା ଅଧା ରାଜ୍ୟ ଦେବା ପାଇଁ? ତୁ ତ ତୋ କଥାରେ, ମୁଁ କହିନାହିଁ ଏ କଥା, ତୁ ତୋ କଥାରେ ମତେ ହସେଇ ଦେଲୁ। ମୁଁ ସେଇ କଥା ତତେ କହିଥିଲି ନା, ମୁଁ ସତରେ ତତେ ଦେବି। ତେଣୁ ବଡ ଲୋକମାନେ ବହୁତ ଭଲ ବହୁତ ଖରାପ ବି ଭାବି ଯେମିତି ସମ୍ପର୍କ ରଖନ୍ତୁ।